अर्जुन श्रीकृष्ण को पचारे, हे माधव, संपर्क काहाको कुहाଯାଏ? माधव हसी हसी उत्तर देले, जेउठी स्वार्थ थाए सेठी संपर्क न थाए, आउ जेउठी संपर्क थाए सेठी स्वार्थ न थाए। अर्थात बिना स्वार्थ रे बंधा जाइथिबा डोर को ही संपर्क कुहाଯାଏ। तेबे दर्शक बंधु, एही सब विषय को नहीं चलतु आजिर कहानीटी सुनिबा प्रभुंक सह संपर्क किपरि हेबा दरकार। एक अनाथ गरीब बालकटिए थिला। दिने से बालक एक संतଙ୍କ आश्रम रे पहुंची कहिला, बाबा, आपण समस्तଙ୍କ ध्यान रखुचंती। ए दुनिया रे मोर केही नाही, मु आपणक आश्रम रे रहि परिबे कि? बालकर कथा सुनी संत पचारले, तुम नाम कौन? बालकटी उत्तर देला, मोर कौनसी नाम नाही। संत सेही बालकर नाम रामदास रखिले एवं आश्रम रे रहिबा पई अनुमति देइदेले। रामदास आश्रम रे रहिले ओ आश्रमर समस्त काम रे सहाय्य कले। दिने संत समस्त शिष्य को डकाई कहिले, मु तीर्थ यात्रा करिबा पई जिबी। तुम मानक मध्यरु किए मो सहित जीव ओ किए आश्रम रे रहिबो? संतଙ୍କ କଥା ଶୁଣି ସମସ୍ତ ଶିଷ୍ୟ ତୀର୍ଥଯାତ୍ରା ପାଇଁ ବାହାରି ପଡ଼ିଲେ। କାହିଁକି ନା ସେମାନେ ଜାଣିଥିଲେ ଆଶ୍ରମରେ ରହିଲେ ଆଶ୍ରମର ପ୍ରତ୍ୟେକ କାମ କରିବାକୁ ହେବ। ତେଣୁ ସମସ୍ତ ଶିଷ୍ୟ ତୀର୍ଥଯାତ୍ରା ପାଇଁ ମନ ପଳାଇଲେ। ଏବେ ସନ୍ଥ ଚିନ୍ତାରେ ପଡ଼ିଗଲେ, କେଉଁ ଶିଷ୍ୟକୁ ସାଥିରେ ନେବେ ଆଉ କେଉଁ ଶିଷ୍ୟକୁ ଆଶ୍ରମରେ ଛାଡ଼ିଯିବେ। କାହିଁକି ନା ଆଶ୍ରମରେ କେହି ଜଣେ ହେଲେ ରହିବା ନିତ୍ୟାନ୍ତ ଆବଶ୍ୟକ ଥିଲା। बालक रामदास संतଙ୍କ निकटକୁ ଆସିଲେ ଓ କହିଲେ, ଗୁରୁଦେବ, ଆପଣ ଯଦି ଆଜ୍ଞା ଦେବେ ମୁଁ ଆଶ୍ରମରେ ରହିଯିବି। ସନ୍ଥ କହିଲେ, ଠିକ ଅଛି, ହେଲେ ତୁମକୁ ଆଶ୍ରମର ଯତ୍ନ ନେବାକୁ ପଡ଼ିବ, ଠାକୁରଙ୍କ ସେବା ମଧ୍ୟ କରିବାକୁ ପଡ଼ିବ। ଆଶ୍ରମର ଯତ୍ନ ନେବାରେ ଅବହେଳା ହେଲେ ଚଳିବ, କିନ୍ତୁ ଠାକୁରଙ୍କ ସେବା ଠିକ ଠାକ ହେବା ଦରକାର। ରାମଦାସ କହିଲେ, ଗୁରୁଦେବ, ଠାକୁରଙ୍କ ସେବା କିପରି କରାଯାଏ ମୋତେ ତ ଜଣା ନାହିଁ, ଆପଣ ମତେ କହିଦିଅନ୍ତୁ ଠାକୁରଙ୍କ ସେବା କିପରି କରିବି। ସନ୍ଥ ରାମଦାସଙ୍କୁ ସାଥିରେ ମନ୍ଦିର ନେଇଗଲେ। ମନ୍ଦିରରେ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ପ୍ରତିମା ଥିଲା। ସନ୍ଥ ରାମଦାସକୁ କିପରି ଠାକୁରଙ୍କ ସେବା କରାଯାଏ ସବୁ ଶିଖେଇଦେଲେ। ରାମଦାସ ଗୁରୁଦେବଙ୍କୁ ପଚାରିଲେ, ଗୁରୁଦେବ, ଏମାନେ ସବୁ ମୋର ସମ୍ପର୍କରେ କଣ ହେବେ କହିଦିଅନ୍ତୁ, କାରଣ ମୋର ଓ ସେମାନଙ୍କର ସମ୍ପର୍କ ବିଷୟରେ ଜାଣିପାରିଲେ ସିନା ମୁଁ ହୃଦୟର ସହିତ ସେମାନଙ୍କର ସେବା କରିପାରିବି। ସନ୍ଥ କହିଲେ, ରାମଦାସ, ତୁମେ କହୁଥିଲ ପରା ତୁମର ନିଜର କେହି ନାହାନ୍ତି ବୋଲି। ଆଜିଠାରୁ ପ୍ରଭୁ ରାମଚନ୍ଦ୍ର ଓ ଦେବୀ ସୀତା ତୁମର ପିତାମାତା ହେଲେ। ରାମଦାସ ଲକ୍ଷ୍ମଣଙ୍କ ମୂର୍ତ୍ତିକୁ ଚାହିଁ ପଚାରିଲେ, ଗୁରୁଦେବ, ଇଏ ମୋର କଣ ହେବେ? ସନ୍ଥ କହିଲେ, ସେ ତୁମ ଚାଚା ହେବେ ଓ ହନୁମାନ ତୁମ ବଡ ଭାଇ ହେବେ। ଗୁରୁ ଯାହା ଯାହା ବୁଝାଇଲେ ରାମଦାସ ସବୁ ବୁଝିପାରିଲେ ଓ ମନ ଧ୍ୟାନ ଦେଇ ସେବା କଲେ। ସନ୍ଥ ଶିଷ୍ୟମାନଙ୍କୁ ନେଇ ତୀର୍ଥରେ ବାହାରି ପଡ଼ିଲେ। ଠାକୁରଙ୍କ ସେବାର ପ୍ରଥମ ଦିନ ଥାଏ। ରାମଦାସ ସକାଳୁ ଉଠି ସ୍ନାନ କରି ଗାଁ ଗାଁ ବୋଲି ଭିକ୍ଷା ମାଗି ଆଣିଲେ ଓ ଭୋଜନ ପ୍ରସ୍ତୁତି କରି ଠାକୁରଙ୍କ ନିକଟରେ ଭୋଗ ଲଗାଇବା ଉଦ୍ଦେଶ୍ୟ ନେଇ ମନ୍ଦିରରେ ପହଞ୍ଚିଗଲେ। ରାମଦାସ ଶ୍ରୀରାମ, ମାତା ସୀତା, ଲକ୍ଷ୍ମଣ ଓ ହନୁମାନ ପ୍ରତ୍ୟେକଙ୍କ ସାମ୍ନାରେ ଗୋଟେ ଗୋଟେ ଭୋଜନ ଥାଳି ରଖିଦେଲେ ଓ ବିନମ୍ର ହୋଇ କହିଲେ, ଆପଣମାନେ ଭୋଜନ ଶେଷ କଲେ ଯାଏ ମୁଁ ଭୋଜନ କରିବି। ଅତି ସରଳତାର ସହିତ ଅନୁରୋଧ କଲେ ଠାକୁରଙ୍କୁ। ସେ ଭାବିଥିଲେ ସତରେ ଠାକୁର ଭୋଜନ କରିବେ ବୋଲି, କିନ୍ତୁ ବହୁତ ସମୟ ପର୍ଯ୍ୟନ୍ତ ଥାଳିରେ ଭୋଜନ ପୂର୍ବ ପରି ରହିଥାଏ। ବାଳକ ରାମଦାସ କହିଲେ, ଆପଣମାନଙ୍କ ସହିତ ମୋର ତ ନୂଆ ନୂଆ ସମ୍ପର୍କ ଗଢ଼ିଛି, ସେଥିପାଇଁ ଆପଣମାନେ ବୋଧେ ଲଜ୍ଜାରେ ଖାଉନାହାନ୍ତି। ତେଣୁ ସରଳ ମନରେ ସେ ଏକ ପରଦା ଟାଙ୍ଗି ଦେଇ କହିଲେ, ଆପଣମାନେ ଭୋଜନ କରନ୍ତୁ, ମୁଁ ଭୋଜନ କରୁଥିବା ସମୟରେ ଆପଣମାନଙ୍କୁ ଚାହିଁବି ନାହିଁ। ବହୁତ ସମୟ ପରେ ପରଦା ଖୋଲି ଦେଖିଲେ ଥାଳିରେ ପୂର୍ବବତ୍ ଭୋଜନ ପରି ରହିଅଛି। ଏବେ ରାମଦାସ କାନ୍ଦିବାକୁ ଲାଗିଲେ ଓ ଅଶ୍ରୁ ଜର୍ଜରିତ ନେତ୍ରରେ ବିନମ୍ର ହୋଇ କହିଲେ, ମୋ ସେବାରେ ଯଦି କେଉଁଠି ତ୍ରୁଟି ରହିଗଲା ମୋତେ କ୍ଷମା କରିଦିଅନ୍ତୁ ଓ ଭୋଜନ ଗ୍ରହଣ କରନ୍ତୁ। ମୋତେ ବି ପ୍ରବଳ ଭୋକ ଲାଗିଲାଣି। ଠିକ ଅଛି, ଆପଣମାନେ ଯଦି ନ ଖାଇବେ ତେବେ ମୁଁ ବି ଉପବାସ ରହି ପ୍ରାଣ ତ୍ୟାଗ କରିଦେବି, ନହେଲେ ଏବେ ପାହାଡ଼ରୁ ଡେଇଁ ପ୍ରାଣ ଦେଇଦେବି। ରାମଦାସ ପ୍ରାଣ ତ୍ୟାଗ କରିବା ପାଇଁ ପାହାଡ଼ ଅଭିମୁଖେ ବାହାରିଲେ।
ପ୍ରଭୁ ଶ୍ରୀରାମ କହିଲେ, ହନୁମାନ, ଏ ବାଳକ ବହୁତ ସରଳ ଓ ନିର୍ମଳ ହୃଦୟର। ତୁମେ ଯାଇ ତାଙ୍କୁ ବଞ୍ଚାଅ ଓ କୁହ, ଆମେମାନେ ଭୋଜନ କରିବା ପାଇଁ ପ୍ରସ୍ତୁତ। ହନୁମାନ ପ୍ରଭୁଙ୍କ ଆଜ୍ଞା ପାଇ ବାଳକ ପାହାଡ଼ର ଡେଉଁଥିବା ସମୟରେ ରାମଦାସକୁ ଧରି ନେଲେ ଓ ପଚାରିଲେ, କ'ଣ କରୁଛ? ରାମଦାସ ପଚାରିଲେ, ଆପଣ କିଏ? ମୋତେ କାହିଁକି ବଞ୍ଚାଇଲେ? ହନୁମାନ କହିଲେ, କ'ଣ ଏତେ ଶୀଘ୍ର ଭୁଲିଗଲ? ମୁଁ ପରା ତୁମର ବଡ଼ ଭାଇ। ରାମଦାସ କହିଲେ, ଏବେ ଆସିଲ? ମୁଁ କେତେ ଥର ଅନୁରୋଧ କଲି ଭୋଜନ ଗ୍ରହଣ କରିବା ପାଇଁ, ସେତେବେଳେ କୋଉଠି ଥିଲ? ହନୁମାନ କହିଲେ, ପିତାଙ୍କ ଆଦେଶ ପାଇବା ପରେ ମୁଁ ଯାଇ ଆସିଲି। ଏବେ ଆମେ ସମସ୍ତେ ମିଳିମିଶି ଭୋଜନ କରିବା। ପୁଣି ରାମ, ଲକ୍ଷ୍ମଣ, ସୀତା, ହନୁମାନ ଓ ରାମଦାସ ସମସ୍ତେ ଏକତ୍ର ଭୋଜନ କଲେ। ଏହିପରି ପ୍ରତ୍ୟେକ ଦିନ ରାମଦାସ ଠାକୁରଙ୍କ ସେବା ଓ ଭୋଜନ କରାଉଥାନ୍ତି। ଦିନେ ସରଳ ବାଳୁତ ମନରେ ରାମଦାସ ଚିନ୍ତା କଲେ, କୌଣସି ବାପା କି ମା ଖାଲି ଖାଲି କ'ଣ କେବେ ବସି ବସି ଖାଆନ୍ତି? କିଛି ନହେଲେ ବି ଘରର ଛୋଟ ଛୋଟ କାମରେ ସାହାଯ୍ୟ କରନ୍ତି, କିନ୍ତୁ ମୋ ବାପା ମାଙ୍କ କିଛି କାମ ନାହିଁ। ଦିନ ତମାମ ମନ୍ଦିରରେ ବସି ବସି ଭୋଜନ କରୁଛନ୍ତି। ମୁଁ ଗ୍ରାମରୁ ପ୍ରତିଦିନ ଭିକ୍ଷା ଆଣି ସେମାନଙ୍କୁ ଖାଇବାକୁ ଦଉଛି। ଏପରି ହେବାକୁ ଦେବି ନାହିଁ। ରାମଦାସ ମନ୍ଦିରକୁ ଯାଇ କହିଲେ, ପିତାଶ୍ରୀ, ମୁଁ ଆପଣଙ୍କୁ କିଛି କହିବି। ପ୍ରଭୁ ଶ୍ରୀରାମ ଆଜ୍ଞା ଦେଲେ। ରାମଦାସ କହିଲେ, ଆଜିଠାରୁ ମୁଁ ଏକୁଟିଆ ସବୁ କାମ କରିପାରିବି ନାହିଁ। ଆପଣମାନଙ୍କୁ ବି କାମ କରିବାକୁ ପଡ଼ିବ। ଆପଣମାନେ ସାରା ଦିନ ଖାଇ ପିଇ ବସୁଛନ୍ତି ଓ ମୁଁ ଏକା ଏକା କାମ କରୁଛି। ଏପରି ହେଲେ ଘର କିପରି ଚଳିବ? ପ୍ରଭୁ ଶ୍ରୀରାମ କହିଲେ, ପୁତ୍ର, ଆମେ କ'ଣ କରିବୁ ଆମକୁ କୁହ। ରାମଦାସ କହିଲେ, ଆଜିଠାରୁ ମା ରୋଷେଇ ଘର ଭାର ଗ୍ରହଣ କରିବେ। ଚାଚା, ଆପଣ ପରିବା ପତ୍ରର ବ୍ୟବସ୍ଥା କରିବେ। ବଡ଼ ଭାଇ ଜାଳେଣୀ କାଠ ସଂଗ୍ରହ କରିବେ ଓ ଆପଣ ମନ୍ଦିରର ଅନ୍ୟ ସମସ୍ତ କାର୍ଯ୍ୟ ଦେଖାଶୁଣା କରିବେ। ସମସ୍ତେ ଏକ ସ୍ୱରରେ କହିଲେ, ଠିକ୍ ଅଛି। ସେଦିନ ଠାରୁ ସମସ୍ତେ ସାଥୀ ହୋଇ କାମ କଲେ ଓ ମିଳିମିଶି ଏକ ପରିବାର ରୂପେ ଚଳିଲେ। କିଛି ଦିନ ପରେ ସନ୍ଥ ତୀର୍ଥରୁ ଫେରି ସିଧା ମନ୍ଦିରରେ ପହଞ୍ଚି ଦେଖିଲେ ସେଠାରେ ଠାକୁରଙ୍କ ପ୍ରତିମା ନାହିଁ। ସନ୍ଥ ମନେ ମନେ ବିଚାର କଲେ, ରାମଦାସ ଠାକୁରଙ୍କ ପ୍ରତିମା ସବୁ ବିକ୍ରି କରିଦେଇଛି ବୋଲି। ସନ୍ଥ ରାମଦାସକୁ ଡକାଇ କ୍ରୋଧରେ ପଚାରିଲେ, ମନ୍ଦିରରେ ଠାକୁର ପ୍ରତିମା କାହିଁକି ନାହିଁ? ନିରୀହ ନିଷ୍ପାପ ରାମଦାସ ସରଳତାର ସହିତ କହିଲେ, ମୁଁ କିପରି ଜାଣିବି? ରୋଷେଇ ଘରେ ସବୁ କାମରେ ବ୍ୟସ୍ତ ଥିବେ ବୋଧେ। ସନ୍ଥ କହିଲେ, କ'ଣ ପାଗଳ ହୋଇଯାଇଛ କି ରାମଦାସ? ରାମଦାସ ଶ୍ରଦ୍ଧାପୂର୍ବକ ଗୁରୁଦେବଙ୍କୁ କହିଲେ, ଆପଣ ତୀର୍ଥକୁ ଯିବା ପରଠାରୁ ମୁଁ ସମସ୍ତଙ୍କୁ କାମରେ ଲଗେଇ ଦେଇଛି। ସନ୍ଥ ସଂଶୟ ମନରେ ତତ୍କ୍ଷଣ ରୋଷେଇ ଘରେ ପହଞ୍ଚି ସୀତାମାତା ରୋଷେଇ କରୁଥିବାର ଓ ପ୍ରଭୁ ରାମଚନ୍ଦ୍ର ମାତାଙ୍କୁ ସାହାଯ୍ୟ କରୁଥିବାର ଗୋଟିଏ ଝଲକ ଦେଖିଲେ। ହଠାତ୍ ସୀତାମାତା ଓ ପ୍ରଭୁ ଶ୍ରୀରାମ ଉଭାନ ହୋଇ ମନ୍ଦିରରେ ବିରାଜମାନ ହୋଇଗଲେ। ସନ୍ଥ ପୁନଶ୍ଚ ମନ୍ଦିରରେ ପହଞ୍ଚି ସମସ୍ତ ଠାକୁରଙ୍କ ପ୍ରତିମା ମନ୍ଦିରରେ ବିରାଜମାନ ଥିବାର ଦେଖିବାକୁ ପାଇଲେ। ଖୁସିରେ ଗଦଗଦ ହୋଇ ସେ ବାଳକ ରାମଦାସକୁ ପାଖକୁ ଟେକି କହିଲେ, ତୁମ ପାଇଁ ଆଜି ମୁଁ ପ୍ରଭୁଙ୍କ ସାକ୍ଷାତ ଦର୍ଶନ ପାଇଲି। ରାମଦାସ, ତୁମେ ଧନ୍ୟ, ତୁମେ ମହାନ। ଆଜିଠାରୁ ମୁଁ ତୁମ ଶିଷ୍ୟ ଓ ତୁମେ ମୋ ଗୁରୁ। ମୋ ଶିଷ୍ୟତ୍ୱ ଗ୍ରହଣ କରନ୍ତୁ। ତ ଦର୍ଶକ ବନ୍ଧୁ, ଏହି କାହାଣୀ କହିବାର ଅର୍ଥ ହେଉଛି, ପ୍ରଭୁଙ୍କ ଦର୍ଶନ ଏତେ କଠିନ ନୁହେଁ। ଯେତେ ସରଳ ଓ ନିର୍ମଳ ହୋଇପାରିବା, ପ୍ରଭୁଙ୍କର କରୁଣା ପ୍ରାପ୍ତି ସେତେ ସହଜ ହୋଇଯିବ। ସରଳ ଓ ନିର୍ମଳ ଏପରି ଦୁଇଟି ବ୍ରହ୍ମାସ୍ତ୍ର ଯାହା ପ୍ରଭୁଙ୍କ ଦର୍ଶନ ପାଇଁ ପର୍ଯ୍ୟାପ୍ତ। ସରଳ ହୋଇଯିବା ତ ସବୁଠାରୁ ସହଜ। ତେବେ ଆଉ ବିଳମ୍ବ କାହିଁକି ଦର୍ଶକ ବନ୍ଧୁ? ଆପଣ ସଭିଙ୍କୁ ବହୁତ ବହୁତ ଭଲ ପାଇବା।